ବା ସିଦ୍ଧାନ୍ତ ଦର୍ପଣ ଶାସ୍ତ୍ରର ଶାସ୍ତ୍ରକାର ମହାମହୋପାଧ୍ୟାୟ ପଠାଣି ସାମନ୍ତ ବା ସାମନ୍ତ ଚନ୍ଦ୍ରଶେଖର ତାଙ୍କର ପୁତ୍ର ଯିଏ ଗଦାଧର ସିଂ ସାମନ୍ତ ସେ ଅନେକ ଗୁଡ଼ିଏ ଢୁମ୍ପା ସଙ୍ଗୀତ ସବୁ ରଚନା କରିଛନ୍ତି, ଯାହାକି ବହୁ ଜନାଦୃତି ଲାଭ କରି ବିଶେଷତଃ ଖଣ୍ଡପଡ଼ା ଅଞ୍ଚଳରେ ସେଗୁଡ଼ିକ ସବୁ ଗାନ କରାଯାଉଥିଲା ଢୁମ୍ପା ବାଦ୍ୟ ସାଙ୍ଗରେ। ଢୁମ୍ପା ସଙ୍ଗୀତ କହିଲେ ସଙ୍ଗୀତ ଗୁଡ଼ିକ ଆଜ୍ଞା ବିଶେଷତଃ ଶୃଙ୍ଗାର ରସାଶ୍ରିତ। ସେଗୁଡ଼ିକ ପ୍ରଥମେ ଆଦିବାସୀ ମାନଙ୍କ ଦ୍ୱାରା ଗୀତ ହେଉଥିଲା ଏବଂ ଶୃଙ୍ଗାର ରସାଶ୍ରିତ ଆଦିବାସୀ ଯୁବକ ଯୁବତୀମାନେ ସବୁ ସେଗୁଡ଼ିକ ଗାନ କରୁଥିଲେ ଏବଂ ଗୋଟିଏ ନିର୍ଦ୍ଦିଷ୍ଟ ବାଦ୍ୟ ସେଥିପାଇଁ ପ୍ରସ୍ତୁତ କରାଯାଉଥିଲା। ଗୋଟିଏ ଭେଣ୍ଡିଆ ମର୍ଦ୍ଦନ ଗଛ ଅଛି ବଣରେ, ସେତେବେଳେ ଏବେ ମଧ୍ୟ ସେ ଗଛ ଅଛି। ଭେଣ୍ଡିଆ ମର୍ଦ୍ଦନ ଗଛକୁ ତାର ବକଳାଟା ଆଜ୍ଞା ଗୋଟା ବକଳା ଛଡ଼େଇ ଦିଆଯାଏ। ସେ